ମାଲକାନଗିରି ଜିଲ୍ଲା ମାଥିଲି ସୁନ୍ନି ମୁସଲିମ କମିଟି ଦ୍ୱାରା ଆଜି ମାଥିଲି ମସଜିଦରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଛି। ପ୍ରଫେଟ ମହମ୍ମଦଙ୍କ ଦ୍ୱାରା ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏଣୁ ପ୍ରତ୍ୟେକ ବର୍ଷ ମହମ୍ମଦଙ୍କ ଜନ୍ମଦିନ ପାଳନ କରିଥାନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ମାଥିଲି ସୁନ୍ନି ମୁସଲିମ କମିଟି ଅଧ୍ୟକ୍ଷ ଅବଦୁଲ ଗାଫାରଙ୍କ ନେତୃତ୍ୱରେ ରହିମ ଖାନ, ଶେଖ ଉମର, ବାଲେସାର, ଜମିର ଖାନ, ମୁକ୍ତିଆର, ଆକବର ବାସା, ଏମଡି ସାକୁର, ଦିଲଦାର ଅଲି, ଇସାକ ଖାନ, ଏମଡି ଅଲି ବେଗ, ଆସିଫ ଶାହା, ଅବଦୁଲ আজিଙ୍କ ସହିତ ଶତାଧିକ ଯୁବକ ଯୁବତୀ ଓ ଛୋଟ ଛୋଟ ଶିଶୁମାନେ ଯୋଗ ଦେଇଥିଲେ। ପରିକ୍ରମା ପରେ ମସଜିଦରେ ମହମ୍ମଦଙ୍କ ଉଦ୍ଦେଶ୍ୟରେ ମୌଲାନାଙ୍କ ଦ୍ୱାରା ପ୍ରବଚନ କରାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। ରାତିରେ ସମସ୍ତଙ୍କୁ ଭୋଜି ଆୟୋଜନ କରାଯିବ ବୋଲି ଜଣାଯାଇଛି। ଖୈରପୁଟ, କୁଡୁମୁଲୁଗୁମା, ନାୟକଗୁଡ଼ା, ଗୋବିନ୍ଦପାଲିର ମୁସଲିମଙ୍କୁ ନେଇ ମାଥିଲି ମୁସଲିମ କମିଟି ଗଠନ ହୋଇଛି। ଏଣୁ ଏସବୁ ସ୍ଥାନର ମୁସଲିମମାନେ ପ୍ରତ୍ୟେକ ପର୍ବପର୍ବାଣୀରେ ମାଥିଲି ଆସି ପାଳନ କରିଥାନ୍ତି। ମାଲକାନଗିରି ଅବଦୁଲ ଗନିଙ୍କ ରିପୋର୍ଟ, ପ୍ରସାର ନ୍ୟୁଜ।